जय जगन्नाथ। नमस्कार प्रिय दर्शक बंधु। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ଗୋରପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କ ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କୋରିଆନ୍ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମାସିକ ରାଶିଫଳ 1 ସେପ୍ଟେମ୍ବର 2026ରୁ 30 ସେପ୍ଟେମ୍ବର 2026 ମସିହା। ସନ୍ 2024 ମସିହାର ସେପ୍ଟେମ୍ବର ମାସଟି ଯେଉଁ ବ୍ୟକ୍ତିଙ୍କର ଜନ୍ମଜାତକ ରାଶି ହେଉଛି ମିଥୁନ ରାଶି, ଅନ୍ୟଥା ଲଗ୍ନ ହେଉଛି ମିଥୁନ ଲଗ୍ନ। ଯଦି ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶି ହେଉଛି ମିଥୁନ ରାଶି, ନିଶ୍ଚିତ ରୂପରେ ଏପିସୋଡ ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିଙ୍କ ରାଶି ହେଉଛି ମିଥୁନ ରାଶି, ମନେ ରଖିଥିବେ ସୂର୍ଯ୍ୟ ଯେତେବେଳେ କନ୍ୟା ରାଶିକୁ ଯିବେ 17 ସେପ୍ଟେମ୍ବରରେ, ଦୃଷ୍ଟି ସପ୍ତମ ଭାବ ଶନିଙ୍କ ଘରୁ ପଡ଼ିବ। ସେଠି ଅଛନ୍ତି ଶନି ଆଉ ସୂର୍ଯ୍ୟଙ୍କର ଜ୍ୟୋତି, ପାପ ଜ୍ୟୋତି ବୋଲି କୁହାଯାଏ। ଦେବଗୁରୁ ବୃହସ୍ପତି ମଧ୍ୟ ଅଛନ୍ତି ଏବଂ ଶନିଙ୍କ ଦୃଷ୍ଟି ମଧ୍ୟ କନ୍ୟା ରାଶି ପ୍ରତି ପଡ଼ିଛି, ଯାହାଫଳରେ ସୂର୍ଯ୍ୟ ସେଠି ଏବେ ଗ୍ରହଣଯୁକ୍ତ ପୀଡ଼ିତ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ମନେ ରଖିଥିବା ଦରକାର, ଯେଉଁ ବ୍ୟକ୍ତିଙ୍କ ରାଶି ହେଉଛି ମିଥୁନ ରାଶି, ମନକୁ କଣ୍ଟ୍ରୋଲ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରଥମତଃ, ଯେକୌଣସି କ୍ଷେତ୍ରରେ ଆପଣ କର୍ମ କରୁଛନ୍ତି ସେ କର୍ମ ପ୍ରତି ବରାବର ଫୋକସ ରଖନ୍ତୁ, କିଛି ଆଶା ରଖନ୍ତୁ ନାହିଁ, ସ୍ୱାର୍ଥ ପ୍ରତି ଭୁଲି ଯାଆନ୍ତୁ ସମ୍ପୂର୍ଣ୍ଣ ରୂପରେ। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଆଦର ଭକ୍ତି କରନ୍ତୁ, ପିତାଙ୍କ ସହିତ ତର୍କ ବିତର୍କ କରିବା ଉଚିତ ନୁହେଁ ଏବଂ ପିତା କହୁଥିବା କାର୍ଯ୍ୟରେ ଫୋକସ ରଖନ୍ତୁ। ପିତାଙ୍କ ଅଚାନକ ସ୍ୱାସ୍ଥ୍ୟ ଉପରେ କିଛି ପରେଶାନୀ ଦେଖାଦେବ, ପିତାଙ୍କୁ ନେଇ ବହୁତ ଚିନ୍ତିତ ଦେଖାଦେବ। ବେପାର ବାଣିଜ୍ୟ ଉପରେ ପ୍ରଭାବ ମଧ୍ୟ ପଡ଼ିବ, ଭାଗ୍ୟ ଉପରେ ପ୍ରଭାବ ପଡ଼ିବ। କ୍ରୋଧ, ଯଦି ଇଗୋ, ଅହଙ୍କାର, ଜଲ୍ଦବାଜି ଆପଣଙ୍କୁ ବହୁତ ସାମ୍ନା କରିବାକୁ ପଡ଼ିବ, କଷ୍ଟ ସାମ୍ନା କରିବାକୁ ପଡ଼ିବ ଏବଂ କେତେକ କ୍ଷେତ୍ରରେ ଭାଗ୍ୟର ପରିବର୍ତ୍ତନତା ଆସିବ, ନୂତନ କର୍ମ ମଧ୍ୟ ପ୍ରାପ୍ତି ଯୋଗ ଅଛି। ତାହେଲେ ଏଇଟା ନୁହେଁ ଯେ ମୁଁ ହାତକୁ ବାନ୍ଧି ଘରେ ବସି କାର୍ଯ୍ୟ କରିବି। ଦଶମ ଘରେ ଦେବଗୁରୁ ବୃହସ୍ପତିଙ୍କର ମଧ୍ୟ ଦୃଷ୍ଟି ଅଛି। ଆପଣ ନୂତନ କର୍ମ ଜଏନିଂ କରିପାରିବେ, କର୍ମକ୍ଷେତ୍ର ପ୍ରାପ୍ତି ଯୋଗ ଅଛି। ଶୁଭ ମୁହୂର୍ତ୍ତ, ଶୁଭ ସମୟକୁ, ଶୁଭ ଦିନକୁ ଫଲୋ କରନ୍ତୁ ଏବଂ ମନେ ରଖିଥିବା ଦରକାର, ଉଚ୍ଚ ବୟସ କର୍ମଚାରୀଙ୍କ ସହିତ ବିଲକୁଲ ଆର୍ଗୁମେଣ୍ଟ କରନ୍ତୁନି, କାହାରି ବ୍ୟକ୍ତିଗତ କଥାରେ କଥା କୁହନ୍ତୁନି। କିଏ କ'ଣ କଲା, କିଏ କ'ଣ ନ କଲା, ଆ କଥା ତା ଆଗରେ, ତା କଥା ଆଗରେ ବିଲକୁଲ କରିବା ଉଚିତ ନୁହେଁ। ମନେ ରଖିଥିବେ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ। ସୂର୍ଯ୍ୟଙ୍କ ସହିତ ରାହୁଙ୍କର ମଧ୍ୟ ଯୁତି ରହିବ। ତାହେଲେ ସୂର୍ଯ୍ୟ ରାହୁ ଯୁତି, ଭାଇ ଭଉଣୀ ମଧ୍ୟରେ ବିଲକୁଲ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ଯେତିକି ମିଳୁଛି ସେତିକିରେ ସନ୍ତୁଷ୍ଟି, ଶାନ୍ତି ରହିବା ପାଇଁ ଚେଷ୍ଟା କର। ଭାଇ ଭାଇ ଭିତରେ, ଭାଇ ଭଉଣୀ ମଧ୍ୟରେ, ସାଙ୍ଗ ମିତ୍ରତା ମଧ୍ୟରେ ସ୍ୱାର୍ଥକୁ ନେଇ ବହୁତ କିଛି ଲୋକସାନ ହେବାର ସମ୍ଭାବନା ଦେଖାଯାଉଛି ଏବଂ ତର୍କ ବିତର୍କ ହାତାପାଇ ଦେଖାଦେବ। ସାବଧାନ। ଅର୍ଥନୈତିକ କ୍ଷେତ୍ରରେ କୌଣସି କଷ୍ଟ ନାହିଁ। ଆପଣ ପ୍ରପର୍ଟି, ଜମି ଜାଇଦାଦ କ୍ଷେତ୍ରରେ ବିଜନେସ୍ କରୁଛନ୍ତି ବା କୌଣସି ରିସର୍ଚ୍ଚ ଲାଇନ୍ ଅଛନ୍ତି ବା କୌଣସି ମେଟେରିଆଲ ଉପରେ ବିଜନେସ୍ କରୁଛନ୍ତି, ବହୁତ ବଢ଼ିଆ ଅଛି, ବହୁତ ଭଲ, ବହୁତ ବଢ଼ିଆ। ବା କୌଣସି ହୋଟେଲ ଲାଇନ୍ ବିଜନେସ୍ କରୁଛନ୍ତି, ସେଥିରେ ମଧ୍ୟ ଠିକ୍ ଠାକ୍ ରହିବ। ସେଥିରେ କୌଣସି ଅସୁବିଧା ନାହିଁ। ଅର୍ଥର କୌଣସି, ଖାଲି ଅର୍ଥ ମିଳିଲେ ସୁଖ ମିଳେ ସେଇଟା ନୁହେଁ। ପାରିବାରିକ, ମାନସିକ ବ୍ୟବସ୍ଥା, ବ୍ୟବଧାନ ବହୁତ ଆବଶ୍ୟକତା ଅଛି। ତାହେଲେ ଆଜି ଆମେ ଜାଣିଲେ, କ୍ରୋଧ ଠାରୁ ଦୂରେଇ ରହିବା, ଯାହା ମିଳୁଛି ଯେମିତି ମିଳୁଛି ସେଥିରେ ଶାନ୍ତି ଏବଂ ସନ୍ତୁଷ୍ଟ ରହିବା, ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା, ଚିଚିଡ଼ାପନ ହେବା ନାହିଁ, ଅସନ୍ତୁଷ୍ଟତା ହେବା ନାହିଁ। କୌଣସି ବନ୍ଧୁ ବାନ୍ଧବ ମିତ୍ର ତାକୁ ସହଯୋଗ କରି ନିଜେ ଫସିଯିବାର ସମ୍ଭାବନା ଦେଖାଦେଉଛି। ନିଜର କମଜୋରିକୁ ନିଜ ମାତା ଆଗରେ ପ୍ରକାଶ କରନ୍ତୁ। ଯଦି ବି ପିତା ଆଗରେ ନ କରିପାରୁଛନ୍ତି, ମାତାଙ୍କ ଆଗରେ କରନ୍ତୁ ଏବଂ ମାତୃତୁଲ୍ୟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଶ୍ରଦ୍ଧାବାନ ହୁଅନ୍ତୁ। ତାଙ୍କ ସହିତ କୌଣସି ପ୍ରପର୍ଟି ଉପରେ ଇନଭେଷ୍ଟମେଣ୍ଟ କରୁଛନ୍ତି, ଟିକେ ମନେ ରଖିଥିବେ, କିଛି ପେପର ୱାର୍କକୁ ପ୍ରପରଲି ଗାଇଡ୍ ଭିତରେ ନିଅନ୍ତୁ। ପିତାମାତାଙ୍କୁ ବିଲକୁଲ କୌଣସି ଭାଷା ବ୍ୟବହାରରେ କଷ୍ଟ ଦେବା ଉଚିତ ନୁହେଁ, ଯାହାଫଳରେ ଅଭିଶପ୍ତତା ଦେଖାଦେବ, ଭୟାନକ ଅଭିଶପ୍ତ ଦେଖାଦେବ। ଯଦି ସେମାନେ ଅଭିଶାପ ଦିଅନ୍ତି, ତାହେଲେ ସରିଗଲା ଆପଣଙ୍କ କ୍ୟାରିୟର, ସରିଯିବ। କ୍ୟାରିୟରରେ ରହିଯିବ।
ସାବଧାନ ରହିବେ। ଦୂରଯାତ୍ରା କରୁଛନ୍ତି, ବିଦେଶ ଯାତ୍ରା କରୁଛନ୍ତି, ଆପଣ କରିପାରିବେ, ଏଟା ନିଃସନ୍ଦେହତା ଆପଣ କରିପାରିବେ। ଆପଣ କୌଣସି କ୍ଷେତ୍ରକୁ ଆପଣ ଦୂରଯାତ୍ରା କରନ୍ତୁ, ମନା କରୁଛି, ଆପଣ କରନ୍ତୁ, ସବୁ କିଛି କରନ୍ତୁ, କିନ୍ତୁ ଆପଣ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, କ'ଣ କଲେ ବେଟର ହବ ଏବଂ କେଉଁଟା ପଜିଟିଭ କେଉଁଟା ନେଗେଟିଭ ଭଲ ଭାବେ ଭାବି ଚିନ୍ତିବେ। ଯଦି ନ ଚିନ୍ତି ପାରୁଛନ୍ତି ଭାବି ପାରୁନାହାନ୍ତି, 5 ଜଣ ପଚାରନ୍ତୁ, ଡିସିସନ ନିଅନ୍ତୁ, ତାପରେ ଆପଣ ଆଗକୁ ବଢ଼ନ୍ତୁ, ତାହେଲେ ଲାଭରେ ରହିବେ, ସଫଳତା ମଧ୍ୟ ମିଳିବ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରତିକାର ହେଉଛି ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସ୍ନାନ ଆଦି କାର୍ଯ୍ୟ ସାରି ଭଗବାନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ସୋମବାର, ଗୁରୁବାର ଏବଂ ଶନିବାର ଦିନ ଆପଣ ପୁଷ୍ପବୃକ୍ଷ ମୂଳରେ ଜଳ ଗୁଡ଼ ଦାନ କରନ୍ତୁ। ରବିବାର ଦିନ ବରଗଛ ମୂଳରେ ଅଟା ଓ ଚିନି ଶୁଖିଲା ତାକୁ ଗୋଳେଇ 5ଟି ଜାଗା ଥୁଅନ୍ତୁ, ଟିକେ ଟିକେ କରି 5ଟି ଜାଗାରେ ଥୋଇବେ, ମାଟିରେ ଥୋଇବେନି, ବରପତ୍ରରେ ଔଷଧପତ୍ର ଥୋଇବେ, ସେଥିରେ ରଖିବେ, ପିମ୍ପୁଡ଼ି ଜନ୍ମ ନାହିଁ। ବହୁତ ଲାଭରେ ରହିବେ ଏବଂ ଶ୍ୱାନକୁ କିଛି ଖାଇବାକୁ ଦିଅନ୍ତୁ, ଫାଇଦା ରହିବେ। କିନ୍ତୁ ଗୋଟିଏ ଜିନିଷ କେବେ କିଣିବେ ନାହିଁ, ଚମଡ଼ା ବା ସେକେଣ୍ଡ ହ୍ୟାଣ୍ଡ ଜିନିଷ କାହାଠାରୁ କିଣନ୍ତୁ ନାହିଁ, ସେଥିରେ ଆପଣଙ୍କୁ କଷ୍ଟ ମିଳିବ, ସମସ୍ୟା ଦେଖାଦେବ। ଧାର କର୍ଜ ବିଶେଷ କରନ୍ତୁ ନାହିଁ ମାସରେ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିଲେ ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ମାସିକ ରାଶି ଫଳ। ଆଜି ତ ସମୟ ଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ, ପୁଣି ଦେଖା ହେବା ମଧ୍ୟରେ। ଜୟ ଜଗନ୍ନାଥ, ନମସ୍କାର।